ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆପଣ ଓଡ଼ିଶା ଘୋଷ୍ଟ ଫାଇଣ୍ଡର। 2024 ମସିହାରେ ଗୋଟେ ଜିନିଷ ଆମେ ଦେଖିଥିଲୁ ଏଇ ଯୋଉ ନଦୀ ପାଖରେ, ଏଇଠି ଆମେ ଦେଖିଥିଲୁ। ସେଦିନ ଗଣେଶ ପୂଜା ପୂର୍ବ ଦିନ ଆମେ ଆସିଥାଉ ଗଣେଶ ମୂର୍ତ୍ତି ପାଇଁ ଆସିଲା ବେଳେ ଆମ ସହିତ କିଛି ଘଟିଲା ଯେ କି ସେମାନେ ସେଦିନର ଘଟଣା ଏମିତି ଥିଲା ଯେ କି ଆମେ 6 ଜଣ ସାଙ୍ଗ ଆସିଥିଲୁ। ଗୋଟେ ଟାଟା ଆସି ନେଇକି ଠାକୁରଙ୍କୁ ନେଇକି ଆସିଥିଲୁ ଆମର ହରିପୁରରୁ। ଏଇ ରାସ୍ତାରେ ଆମେ ବ୍ରିଜ ଦେଇ ଯାଉଥିଲୁ। ସେଦିନ ଏମିତି ବି ନଈ ବଢିଥାଏ, ଆପଣ ଯେମିତି ଦେଖିଲେ ନଈ ବଢିଛି ସେମିତି ବି ନଈ ବଢିଥାଏ। ଆମେ 6 ଜଣ, ଡାଲାରେ ଅଛୁ 4 ଜଣ, ଗାଡିରେ ଅଛନ୍ତି, ଭିତରେ ଅଛନ୍ତି 2 ଜଣ, ଆମେ 6 ଜଣ ଥିଲୁ। ଆମକୁ ଦେଖାହେଲା ଗୋଟେ ନିଆଁ ଜଳିବା ଟାଇପର, ଯେ କି ନିଆଁ ଜଳୁଛି। ଆମେ ଭାବିଲୁ ସେମାନେ ନିଆଁ ଜଳିବା ଦେଖିକି ସମସ୍ତେ ଭାବିଲେ ଯେ କି ସେଠି କିଏ ମାଛ ଧରୁଛନ୍ତି କିମ୍ବା କୌଣସି ଜୁଇ ଜଳୁଛି, କିଏ ମରିଯାଇଛି ଜୁଇ ଜଳୁଛି, ଏମିତି ଆମେ କିଛି ଭାବିକି କିଛି ସେକେଣ୍ଡ ପାଇଁ ରହିଗଲା ପରେ ଦେଖିଲୁ ଯେ କି ସେଠି ନିଆଁ ଜଳୁଛି ସେମିତି। ତାପରେ ଆମେ ମନେ ମନେ ଚିନ୍ତା କଲୁ ନଈ ପୁରା ଫୁଲ ଅଛି, ନଈ ଯେହେତୁ ପୁରା ଫୁଲ ଅଛି, ବନ୍ଧ ପାଖରେ ପୁରା ପାଣି ଯାଇକି ଅଛି। ଗୋଟେ କୁଦ ଥିଲା, କୁଦ ଭିତରେ ନିଆଁ ହିଁ ଜଳୁଥିଲା। ଯଦି ସେଠି ନିଆଁ ଜଳୁଥିଲା ଆମେ ସେଟା ବି ଭାବିଲୁ ଯେ କି ଆ ଭିତରକୁ ଏତେ ବାଟ ମାଛ ଧରିବାକୁ ଆସିବ କିଏ, କାହିଁକି ଆସିବ ଏତେ ପାଣିରେ ପଶି। ଏମିତି ଭାବିକିନି ଆମେ କିଛି ସମୟ ରହିଲା ପରେ ଆମେ ଯାହା ଦେଖିଲୁ, ସେଠି ଆମେ ଦେଖିଲୁ ଯେ କି ସେ ନିଆଁ ଟା ଧୀରେ ଧୀରେ ଲିଭିକା ଯାଉଛି। ଲିଭିଲା ପରେ ଆମେ ଠାକୁରଙ୍କୁ ନେଇକି ଆମ ଜାଗାକୁ ପଳେଇ ଗଲୁ। ତା ପରଦିନ ସକାଳୁ ଆମର ଏଇଟା ଏପଟେ ହଉଛି ସାମନ୍ତରାପୁର। ଯେହେତୁ ସାମନ୍ତରାପୁର ଏପଟେ ଆମର ଅଛି ଗୋଟେ ବାଲିପାଟଣା ଅଛି, ଆମର ସେଠି ଜଣେ ମାଳି ଅଛନ୍ତି ଯେ କି ସକାଳ ପାଇଲେ ଆମେ ତାଙ୍କ ଘରକୁ ଯିବୁ, ମାଳି ଫୁଲ ଆଣିବୁ, ଠାକୁର ପୂଜା ହବ। ସେଠି ଆମେ ଯାଇଥିଲୁ। ସେଠି ଯାଇକି କିଛି ଜାଣିବାକୁ ପାଇଲୁ ସାଙ୍ଗମାନେ, ମୁଁ ଆପଣଙ୍କୁ ଯୋଉ କହିଲି ବାଲିପାଟଣା ରାସ୍ତା, ଇଏ ହଉଛି ସେ ରାସ୍ତା। ଆମେ ଏଉଠୁ ସେଦିନ ସକାଳେ ଆମେ ଯାଇଥିଲୁ ଯେ କି ମାଳିର ଫୁଲ ପାଇଁ। ସେଠି ଫୁଲ ପାଇଁ ଯାଇକି ମୁଁ ଆପଣଙ୍କୁ ଦେଖଉଛି, ଚାଲନ୍ତୁ ସେ ରାସ୍ତାଟା ଦେଖଉଛି, ସେ ପାଖକୁ ଯାଉଛି, ଆପଣ ଦେଖିବେ ପ୍ରକୃତ ସତ ନା ମିଛ। ମୁଁ ଆପଣଙ୍କୁ ଯୋଉଟା କହିଲି ଏଇଟା ହଉଛି ସେଇ ଜାଗା। ଦେଖନ୍ତୁ ଏଇ ଯୋଉ କୁଦଟା ଅଛି, କହିବି ମୋର ଭାଇକୁ କ୍ୟାମେରାଟା ଜୁମ୍ କରିବେ ଏ କୁଦକୁ। ମୁଁ ଆପଣଙ୍କୁ ଯୋଉ କହିଲି ମାଳିଘରଟା ଆମର ରହିଲା ଆଗରେ। ସେଠି ଆମେ ଯେତେବେଳେ ସକାଳୁ ଆସିଲୁ ଫୁଲ ପାଇଁ, ସେଠି ଆମେ ଶୁଣିବାକୁ ପାଇଲୁ ଏଠି ନିଆଁ ଜଳିବାର କାରଣ କିଛି ପ୍ରକୃତରେ କୌଣସି ଆତ୍ମା ଅଛି। ତାର କାରଣ ମୁଁ ଆପଣଙ୍କୁ ଜଣାଉଛି। ସେଠି ଆମେ ଜାଣିବାକୁ ପାଇଲୁ ଯେ କି ସେଠିକାର ଲୋକ ଯାହା କହିଲେ, ତାଙ୍କ କହିବା କଥା ଆଜିକୁ କିଛି ବର୍ଷ ପୂର୍ବରୁ ଗୋଟେ ସ୍ତ୍ରୀ ଲୋକ, ତା ପେଟରେ ପିଲା ଥିଲା। ଯଦି ପିଲା ଥିଲା, ସେ ସ୍ତ୍ରୀ ଲୋକଟି ମରିଗଲା ପରେ ଆମର ଅଛି ଯାଇକି କାଳେ ପେଟରୁ ପିଲା ବାହାର କରିକି ତାକୁ ଜୁଇରେ ଦିଆଯାଏ, ଶୋଇ ଦିଆଯାଏ। ଯେ କି ଆମର ଓଡିଆରେ କଥା ଅଛି, ପିଲାକୁ ପେଟରୁ ବାହାର କରିକିନି ଜୁଇରେ ଲଦିବା କଥା। ଯେହେତୁ ଏମିତି ହେଇନଥିଲା, ସେଥିପାଇଁ ଲୋକ କୁହନ୍ତି ଯେ କି ଏମିତି କରିଥିଲେ ଠିକ ହେଇଥାନ୍ତା, କିନ୍ତୁ ଯେହେତୁ ହେଇନି, ସେଥିପାଇଁ ସିଏ କଣ କରେ, ତାର ପିଲାକୁ ସେଠି ସେଖେ, ସେଇ ନିଆଁଟା ଜଳୁଛି। ଏବେ ବି ଲୋକମାନେ ଏଠି କହୁଛନ୍ତି। ସେଠିକାର ଲୋକ ଏମିତି କହିଲା ପରେ ଆମେ ସ୍ତବ୍ଧ ହେଇଗଲୁ। ଆମେ ଯେ କି ଏତେ, ଆପଣ ମାନେ ଜାଣିଛନ୍ତି ମୁଁ ଭିଡିଓ କଲିଣି, ସେଇ ସାଙ୍ଗମାନେ ଆମେ ସବୁ ଆଲୋଚନା କଲୁ ଯେ କି ଏଇ ଜିନିଷଟାର ପ୍ରକୃତ ସତ ଜିନିଷଟା କଣ ବାହାରିବା ଦରକାର। ଆମେ ଏମିତି ମନେ ମନେ ଗୋଟେ ଚିନ୍ତା କରିକି ବହୁତ ଥର ମୁଁ ଚେଷ୍ଟା କଲିଣି ଯେ କି ଏଇ ଜାଗାରେ ଗୋଟେ ଭିଡିଓ କରିବି, କିନ୍ତୁ ଭିଡିଓ କରିପାରୁନାହିଁ। କାରଣ କୌଣସି ଅସୁବିଧା ଥିଲା ଯେହେତୁ ମୁଁ ଭିଡିଓ କରିପାରୁ ନାହିଁ। ଯଦି ଆପଣ ମାନେ ଚାହୁଁଛନ୍ତି ଯେ କି ଏଇ ଯୋଉ ଜିନିଷଟା ଆମେ ଦେଖିଲୁ, ଏଇ ଯୋଉ ଜାଗାରେ ଜିନିଷଟା ଦେଖିଲୁ, ଆପଣ ଯଦି ଚାହୁଁଛନ୍ତି ଏଇ ଜିନିଷଟା ଭିଡିଓ ଆମେ କରଉଁ, ରାତିରେ ଭିଡିଓ କରଉଁ, ଆପଣ ମାନେ ଦୟାକରି କମେଣ୍ଟ କରନ୍ତୁ ଯେ କି ନାଇଟ୍ ଭିଡିଓ ଆମେ ଆଣିବୁ। ସାଙ୍ଗସାଥି ମାନେ ସମସ୍ତେ ମିଶିକି ଗୋଟେ ନାଇଟ୍ ଭିଡିଓ ଆଣିବୁ। ଆପଣ ମାନେ ସେଥିରେ ଆମେ ସେ ଜାଗାକୁ ଏକ୍ସପ୍ଲୋର କରିକି ଆମେ ଦେଖେଇବା ଯେ କି ପ୍ରକୃତରେ ସେ ଜିନିଷଟା ସତ ନା ମିଛ। ସେମ୍ ଡେଟରେ ଆମେ କରିବା। ସାଙ୍ଗମାନେ ଆପଣ ମାନେ କମେଣ୍ଟ କରନ୍ତୁ ଯେ କି ଆମେ ପାର୍ଟ 2 ଆଣିବା କି ନାହିଁ। ଯଦି ଆମ ଭିଡିଓ ଆପଣଙ୍କୁ ଭଲ ଲାଗୁଥାଏ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ରହିଲି, ଜୟ ଜଗନ୍ନାଥ।